ଅଣାଅଶୀତମ ସ୍ୱାଧୀନତା ଦିବସ ଥୁଆମୁଲୁ ରାମପୁର ବ୍ଲକରେ ବହୁତ ଧୁମଧାମରେ ପାଳନ କରାଯାଇଛି। ଯେଉଁଥିରେ ଥୁଆମୁଲୁ ରାମପୁରର ଯୁକ୍ତ 3 ସରକାରୀ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ଯୋଗଦାନ ଦେଇଥିଲେ ଏବଂ ପ୍ରାଥମିକ ବିଦ୍ୟାଳୟ ଥୁଆମୁଲୁ ରାମପୁରର କୁନି କୁନି ଛାତ୍ରଛାତ୍ରୀମାନେ ପତାକା ଉତ୍ତୋଳନ କରି ଭାରତ ମାର ନାରା ଲଗାଇ ପଦଯାତ୍ରା କରିଥିଲେ। ତାଙ୍କ ସହିତ କଂଗ୍ରେସ ଦଳ 24ଟି ଜିପିର କର୍ମୀମାନଙ୍କୁ ନେଇ ଶ୍ରୀଯୁକ୍ତ ପରମେଶ୍ୱର ନାୟକ ନେତୃତ୍ୱରେ ଜେନାଖାଲ ପଡ଼ିଆରେ ପତାକା ଉତ୍ତୋଳନ କରିଥିଲେ। ବ୍ଲକର ସମସ୍ତ ସରକାରୀ ଏବଂ ବେସରକାରୀ ସ୍ଥାନରେ ସୁରୁଖୁରୁରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସମାପନ ହୋଇଛି। ଥୁଆମୁଲୁ ରାମପୁରରୁ ହିତେଶ ନାୟକ ରିପୋର୍ଟ। 79ତମ ସ୍ୱାଧୀନ ଦିବସ ଅବସରରେ ସମସ୍ତଙ୍କୁ ସ୍ୱାଗତ, ପ୍ରଣାମ, ଅଭିନନ୍ଦନ। ଆଜି ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଥୁଆମୁଲୁ ରାମପୁରରେ ଏହି 79ତମ ସ୍ୱାଧୀନ ଦିବସ ପାଳନ କରାଗଲା। ବର୍ଷା ସତ୍ତ୍ୱେ ବହୁତ ଛାତ୍ର ଆମର ଆସିଥିଲେ। ଆମେ ସ୍ୱାଧୀନ ଦିବସ ପତାକା ଉତ୍ତୋଳନ କଲୁ, ପାଳନ କଲୁ। ତାପରେ ମୁଁ ସରକାରକୁ ଧନ୍ୟବାଦ ଦେବି, ଏଇଭଳିଆ ଗୋଟେ ଏରିଆରେ ସରକାରୀ ଡିଗ୍ରୀ କଲେଜ ବା ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ ଥୁଆମୁଲୁ ରାମପୁର କରିଥିବାରୁ ବହୁତ ବହୁତ ଧନ୍ୟବାଦ। ଏ ଏରିଆର ଶିକ୍ଷା ପ୍ରଗତି ପାଇଁ ଯେଉଁଟାକି ମାନେ ହାୟର ଏଜୁକେସନକୁ ଆମେ ଗ୍ରାସରୁଟ୍ ଲେଭେଲ ମାନେ ଗ୍ରାସରୁଟ୍ ଲେଭେଲକୁ ସରକାର ପହଞ୍ଚାଇଛନ୍ତି। ଲୋକମାନେ ଯେମିତି ପିଲାମାନେ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ବୋଲି ସରକାର ଘରକୁ ଉଚ୍ଚଶିକ୍ଷା ଆଣିଛନ୍ତି। ଆଉ ଏଠି ଆମେ ଛାତ୍ରଛାତ୍ରୀ ଆମର ଯେଉଁ ଫାର୍ଷ୍ଟ ସେମିଷ୍ଟାର, ସେକେଣ୍ଡ ସେମିଷ୍ଟାର, ଥାର୍ଡ଼ ସେମିଷ୍ଟାରରେ ଆମର 96 ସିଟ୍ ଥିଲା। ଆଉ ସବୁ ପିଲା ଫୁଲ୍ ହୋଇଛନ୍ତି। ଆମର ଆଡ଼ମିସନ୍ ବି ଆଉ ଅଛି ଫିର୍ ବି ଆମର ସିଟ୍ ଟିକେ କମ୍ ଅଛି। ବହୁତ ଡିମାଣ୍ଡରେ ଚାଲିଛି ମାନେ ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ। ବହୁତ ଭଲ ମାର୍କ ବି 82% ମାର୍କ ରଖି ପିଲାମାନେ ପଢ଼ୁଛନ୍ତି। ବହୁତ ଖୁସି ଲାଗୁଛି। ଆଉ ମୁଁ ନିହାତି କହିବି, ମୁଁ ବହୁତ ଚେଷ୍ଟା କରିବି ଆମର ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ କେମିତି ଡେଭଲପମେଣ୍ଟ ହେବା। ଆଉ ସରକାରକୁ ବି ନିବେଦନ, ଆମର ଟିକେ ଅସୁବିଧା ହେଉଛି ଛୋଟ କ୍ୟାମ୍ପସରେ ଇନେ 3ଟା କଲେଜ ଅଛି। ଆମ ପାଇଁ ଟିକେ କ୍ଲାସ୍ ହେବାର ଅସୁବିଧା ହେଉଛି। ଆମର ପିଲା ସଂଖ୍ୟା ବି ବଢ଼ିଲା। ଆମେ ବର୍ତ୍ତମାନ ପଟା ବି ପାଇବା। ସାର୍ କେମିତି କ୍ଲାସ୍ ହେଉଛି ବୋଲେ ଏଠି +2 କଲେଜ ଅଛି, ଆଉ ଆର୍ଟ୍ସ ଗୋଟେ +3 ଅଛି, ଆଉ ଗଭର୍ଣ୍ଣମେଣ୍ଟର ଅଛି, ତ କେମିତି ଆପଣମାନେ ଆଡ଼ଜଷ୍ଟ କରୁଛନ୍ତି? ନାଇଁ, କ୍ଲାସ୍ର ବହୁତ ସମସ୍ୟା ଅଛି। ଆମକୁ କୁହାଯାଉଛି ବି 10ଟା ଭିତରେ ଗଭର୍ଣ୍ଣମେଣ୍ଟ ଡିଗ୍ରୀ କଲେଜ କ୍ଲାସ୍ ସାର ବୋଲିକି କ୍ଲାସ୍ ଟିକେ ହାମ୍ପର ହେଉଛି। ପୁଣି ମୁଁ ବି ଅଫିସରେ ବସି କ୍ଲାସ୍ କରୁଛି, ବହୁତ ଅସୁବିଧା ହେଉଛି କ୍ଲାସ୍ ପାଇଁ। ତେଣୁ ସରକାରଙ୍କୁ ନିବେଦନ, ଆମେ ଜାଗା ହେଲା ଶୀଘ୍ର ଟିକେ ଘର ଦ୍ୱାର କଲେ, ଶୀଘ୍ର ଟିକେ ବିଲ୍ଡିଂ ହେଲେ ଆମର କ୍ୟାମ୍ପସଟା ସିଫ୍ଟ କରିଥାନ୍ତୁ ଓ ଆମର ପିଲାମାନେ ବି ଭଲ ରହିଥାନ୍ତେ, ଶିକ୍ଷାର ବି ଉନ୍ନତି ଘଟିଥାନ୍ତା, ଆଉ ଏରିଆର ବି ଡେଭଲପମେଣ୍ଟ ହୋଇପାରିଥାନ୍ତା। ଆଜିର ଦିବସରେ ଆପଣ କେତେ ଖୁସି ଅଛନ୍ତି, ଆଉ ଯେଉଁ ମହାପୁରୁଷମାନେ ଆମକୁ ସ୍ୱାଧୀନତା ଦେଇଥିଲେ ତାଙ୍କୁ ଆଜିର ଦିବସରେ ତ ବହୁତ ଖୁସି ଅଛୁ। କାରଣ ଯେଉଁମାନେ ବଳିଦାନ ଦେଇଥିଲେ ମାନେ ଫ୍ରମ୍ ଦ ମାନେ ଗ୍ରାସରୁଟ୍ଠୁ ଆମେ ନ୍ୟାସନାଲ୍ ଲେଭେଲରେ ଯିବା, ଯେମିତି ରେଣ୍ଡୋ ମାଛି, ଶହୀଦ ଲକ୍ଷ୍ମଣ ନାୟକଠୁ ଆରମ୍ଭ କରିକି ମହାତ୍ମା ଗାନ୍ଧୀ, ଲାଲ ବାଲପାଲ ବହୁତ ଦେଶ ପାଇଁ ବଳିଦାନ ଦେଇଥିଲେ। ସେମାନେ ଲାଗି ପଡ଼ି ଭାରତକୁ ସ୍ୱାଧୀନ ଆଣିଥିଲେ। ଆମେ ଭାଗ୍ୟବାନ ଯେ ଆମେ ସ୍ୱାଧୀନ ଭାରତର ସନ୍ତାନ। ସେମାନେ ସ୍ୱାଧୀନ ଦେଖିପାରିଲେନି, କିନ୍ତୁ ଆମେ ସ୍ୱାଧୀନକୁ ମାନେ ଉପଭୋଗ କରୁଛୁ ତାଙ୍କର ବଳିଦାନ। ଯେହେତୁ ଆପଣ ଜଣେ ଗୁରୁ, ଯେହେତୁ ଗୋଟେ ଗୁରୁଜନ ଆପଣ, ତ ଆପଣ ଆଜି ଛାତ୍ରଛାତ୍ରୀ କ'ଣ ଉପଦେଶ ଦେବେ? ଆପଣ ଆଜି ଛାତ୍ରଛାତ୍ରୀକୁ ଗୋଟେ ଜିନିଷ କୁହାହେଲା ଯେ ତମେ ହେଉଛି ଦେଶର ଭବିଷ୍ୟତ, ଆଉ ଦେଶର ଭବିଷ୍ୟତ ତମ ଉପରେ ନିର୍ଭର କରୁଛି। ତମେ ଦେଶର ମେରୁଦଣ୍ଡ ଭଳିଆ। ତମେ ଆଜି ଶପଥ ନିହ ଯେ ତମର ଯେଉଁ ରାଇଟ୍ ଆଣ୍ଡ ଡ୍ୟୁଟି ତମେ କରିଚାଲ। ତମେ ଶିକ୍ଷା ଉପରେ ଯତ୍ନବାନ ହୁଅ, ଡେଲି କ୍ଲାସ୍ ଆସ, ପଢ଼ାପଢ଼ି କର, ଡିସିପ୍ଲିନ୍ ହୁଅ, ପଙ୍କ୍ଚୁଆଲିଟି ହୁଅ, ଆଉ ଯେମିତି ସମାଜ ତୁମଠାରୁ କିଛି ଆଶା କରିବ ବା ପାଇବ, ଆଉ ତା ସାଙ୍ଗେ ସାଙ୍ଗେ ଦେଶ ବି ଆଶା କରିବ। ଯାହାଫଳରେ ଯେଉଁ ଭାରତ ସରକାର ଭିଜନ ଅଛି ବିକଶିତ ଭାରତ, ବିକଶିତ ଓଡ଼ିଶାଟା ସଫଳ ହୋଇପାରିବ। ତେଣୁ ତମେ ପ୍ରଥମେ ପାଠ ପଢ଼, ଭଲ ଶିକ୍ଷା ନିଅ, ଆଉ ବଡ଼ ମଣିଷ ହୁଅ, ଆଉ ସମାଜ ଆଉ ଦେଶର କିଛି ସେବା କର। ମୋ ନାଁ ହାରାବତୀ ମାଝୀ। ମୁଁ କୁମଜର ଗ୍ରାମରୁ ଏଠି ଆସିକି ପାଠ ପଢ଼ୁଥିଲି। ମୋତେ ସ୍ୱାଧୀନତା ଦିବସରେ ଏହି ସମ୍ବର୍ଦ୍ଧନା କରିଥିବାରୁ ମୋତେ ବହୁତ ଖୁସି ଲାଗୁଛି। ସାର୍, ମୁଁ ଫାର୍ଷ୍ଟ କ୍ଲାସ୍ ପାଇଥିବାରୁ ମୋତେ ଏଇ କଲେଜରେ ମୋତେ ସମ୍ବର୍ଦ୍ଧନା କଲେ। କ'ଣ କରିବା ପାଇଁ ଚାହୁଁଛନ୍ତି ଆପଣ ଆଗକୁ? ସାର୍, ମୁଁ +3 ପରେ ମୁଁ ଗୋଟେ ଲେକ୍ଚରର ସେବା ପାଇଁ ଚାହୁଁଛି।
ଲେକ୍ଚର ହେବା ପାଇଁ ଖୁସି ଅଛନ୍ତି। ହଁ ସାର୍। ତ ଗୁରୁଜନ ମାନଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି? ଆଜି ଆପଣ ଯେଉଁ ଫାର୍ଷ୍ଟ କ୍ଲାସ୍ ନେଇଛନ୍ତି କାହାର ଅବଦାନ ବୋଲିକି ଆପଣ ଭାବୁଛନ୍ତି? ହଁ କଲେଜର ସବୁ ସାର୍ ମାନଙ୍କର ହାତ ଅଛି। ସାର୍ ମାନେ ଯାହା କ୍ଲାସରେ କହୁଥିଲେ ତାହା ମୁଁ ରୁମ୍କୁ ଯାଇକି ୟୁଟ୍ୟୁବ୍ ମାଧ୍ୟମରେ ପଢ଼ୁଥିଲି, ତାପରେ ମୁଁ ନିଜେ ପଢ଼ୁଥିଲି, ତାପରେ ଟ୍ୟୁସନ୍ ଯାଇକି ପଢ଼ୁଥିଲି ସାର୍। ଭାଇମାନଙ୍କୁ କ'ଣ ଜଣାଇବେ? ଭାଇ ଭଉଣୀମାନଙ୍କୁ ଆପଣ କ'ଣ ଜଣାଇବାକୁ ଚାହୁଁଛନ୍ତି? ହଁ ଭାଇ ଭଉଣୀମାନେ ମଧ୍ୟ ଏହିପରି ପରିଶ୍ରମ କରିକି ଆଗକୁ ଯାଆନ୍ତୁ, ଭଲ ପାଠ ପଢ଼ିକି ସବୁ। ଆଜି 79ତମ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ମାମୁର ରାମପୁର ବ୍ଲକ କଂଗ୍ରେସ କମିଟି ସମସ୍ତେ ବୁଦ୍ଧିଜୀବୀ ସିନିୟର ସମସ୍ତେ ଉପସ୍ଥିତ ରହି ଏ ସ୍ୱାଧୀନତନ୍ତ୍ର ଦିବସକୁ ଆମେ ସମସ୍ତେ ଖୁସିରେ ମନାଉଛୁ ଆଉ ଉପଭୋଗ କରୁଛୁ। ଆଉ ଏ ସ୍ୱାଧୀନତା ତନ୍ତ୍ର ଦିବସ ଆମର ପୂର୍ବପୁରୁଷମାନେ ଆଜି ଦିନରେ ସ୍ୱାଧୀନ ଆଣିଥିଲେ ଆଉ ଏ ଦେଶରେ ଆମର ଦେଶ ସ୍ୱାଧୀନ ହେଇଥିଲା ଏ ଦିନରେ। ଏଣୁ ଆମର ଯେନ୍ ବିଜେପି ସରକାର ଯେନ୍ ଦୁର୍ନୀତି କରି ଆମର ସମ୍ବିଧାନକେ ଚୂର୍ଣ୍ଣ କରିବାକେ ଚାହୁଁଛେ, ଭୋଟ ଚୋରି କରି ଆମର ଗାଦିରେ ଶାସନ ଗାଦିରେ ବସିଛେ, ତାର ଲାଗି ଆମେ ସମସ୍ତେ ଦୁଃଖିତ ଅଛୁ ଯେହେତୁ ଆମର ସମ୍ବିଧାନ ନଷ୍ଟ ହେଉଛି ବୋଲି। ଏଣୁ ଆମେ ସମସ୍ତେ କଂଗ୍ରେସ ପ୍ରେମୀ ଜାଗି ଉଠିଲୁଣି। ଆଗାମୀ ଦିନରେ ବିଜେପି ସରକାରର ଯେନ୍ ମନମୁଖୀ ଶାସନ ଚାଲିଛେ ତାକେ ଆମେ ବରଦାସ୍ତ କରିବୁ ନାହିଁ। ଆମର ଶ୍ରୀ ଭକ୍ତଚରଣ ଦାସଙ୍କ ଆହ୍ୱାନ କର୍ମେ ଆମେ ସମସ୍ତେ କଂଗ୍ରେସ କର୍ମୀ ଆଗକୁ ଆନ୍ଦୋଳନ କରିବୁ, ଭୟାବହ ଆନ୍ଦୋଳନ